ଭଲ ବୋଲି ସାର୍ ଆମେ କହୁଛନ୍ତି, କିନ୍ତୁ ଯଦି ଆମେ ଗୋଟେ ପାଖରେ ଦେଖିବା ଯେ କି ନବୀନ ପଟ୍ଟନାୟକ ସେ କୌଣସି ଦିନ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇକି ସେ କେବେ ବି କହିନାହାନ୍ତି ଯେ ମୁଁ ପୀଡ଼ିତ ଅଛି କି ମୋ ଶରୀର ଅସୁସ୍ଥ ଅଛି। ସେ ବରଂ ସବୁବେଳେ କହିଛନ୍ତି ଯେ ମୁଁ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ମୁଁ ଠିକ ଅଛି। ଆଉ ତାଙ୍କର ଆପଣ ଦେଖିବେ ଏକ୍ସରସାଇଜ ତାଙ୍କର ବ୍ୟାୟାମର ଫଟୋ ମଧ୍ୟ ସେ ସେୟାର କରିଛନ୍ତି, ଚାଲୁଛନ୍ତି, ୱାକିଂ କରୁଛନ୍ତି। କିନ୍ତୁ ଆଜି ଗୋଟିଏ ଦିନରେ ଯୋଉ ଦିନରେ ମୋଦି ଆସିବେ ସେଇ ଦିନରେ ନବୀନ ଯିବେ, ଏଇଟା ଗୋଟେ କିଛି ଆପଣଙ୍କୁ ଲାଗୁନି? ନାଇଁ ଏଇଟା ପ୍ରଥମ ଥର ପାଇଁ ସେୟାର କରୁଛୁ ଆମେ କଣ ଜାଣି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ। ଆପଣ ଯେମିତି କହିଥିଲେ ପ୍ରଥମରୁ ପ୍ରଧାନମନ୍ତ୍ରୀ ଗତ ନିର୍ବାଚନ ସମୟରେ ଏଇଟା ଗୋଟେ ମୁଖ୍ୟ ପ୍ରସଙ୍ଗ ବାହାର ନେଇଲେ ଯେ ନବୀନ ମାନଙ୍କ ସ୍ୱାସ୍ଥ୍ୟ ଏତେ ଖରାପ ହେଲା କାହିଁକି, ଯୋଉମାନେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ କରିଛନ୍ତି ସେମାନଙ୍କ ବିରୁଦ୍ଧରେ ତଦନ୍ତ କରାଯିବ, ଯେ ସେମାନେ ଯାଇ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହବ। ଏ କଥା ନିଜେ ନରେନ୍ଦ୍ର ମୋଦୀ କହିଥିଲେ, ନବୀନ ପଟ୍ଟନାୟକ ବିରୁଦ୍ଧରେ କିଛି କହିନାହାନ୍ତି, ବରଂ ନବୀନ ପଟ୍ଟନାୟକ ପ୍ରତି ସିମ୍ପାଥି ଜଣେଇ ଏଇ ପ୍ରସ୍ତାବ ନେଇଥିଲେ। ଏଇଟା ଗୋଟେ ବିରୋଧୀ ଦଳର ଷ୍ଟ୍ରାଟେଜି କି ଯେ ମୋଦି ଆସିବେ ଏଇ ସମୟରେ ଯଦି ନବୀନ ପଟ୍ଟନାୟକ ଯେହେତୁ ଗୋଟେ ଲୋକପ୍ରିୟ ନେତା ସିଏ ଯଦି ଏଇଟାକୁ ପୋଷ୍ଟ କରିବେ ଆଟେନସନ ଟା ଯିବ ନବୀନ କା ଆଟେନସନ ଯିବ। କିନ୍ତୁ ଆ ପଛରେ ଆଉ କେତେ ଗୁଡେ କଥା ମଧ୍ୟ ଅଛି ବୋଲି ମୁଁ ଭାବୁଛି, ଆପଣ ବହୁତ ଗୁରୁତ୍ୱପୂର୍ଣ୍ଣ ସେଟା ମଧ୍ୟ। ଏଇଟା ପ୍ରଥମ ଥର ପାଇଁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସେ ପବ୍ଲିକଲି ପୋଷ୍ଟ କରି ଜଣାଉଛନ୍ତି ଏବଂ ସର୍ଜରୀ ହେବା ପାଇଁ ଯାଉଛନ୍ତି ଏ କଥା ମଧ୍ୟ କହୁଛନ୍ତି। ଆମେ ସମସ୍ତେ ଜାଣିଛେ ନବୀନ ପଟ୍ଟନାୟକଙ୍କ ବୟସ କି ମୋ ବୟସ 78 ବର୍ଷ ବୟସ, ଏ ବୟସରେ ଜଣେ ଲୋକ ସର୍ଜରୀ ପାଇଁ ଯାଉଛି ଏବଂ ସାରା ଓଡ଼ିଶାବାସୀ ନିଶ୍ଚିତ ଭାବରେ ତାଙ୍କର ଲୋକପ୍ରିୟତା ଅଛି। ସାରା ଓଡ଼ିଶାବାସୀ ସେ ନିଜେ ବି କାମନା କରିছে, ଜଗନ୍ନାଥଙ୍କ ଆଶୀର୍ବାଦ ବି କାମନା କରିছে, ସାରା ଓଡ଼ିଶାବାସୀ ଚାହିଁବେ ସେ ସୁସ୍ଥ ହେଇକି ଫେରନ୍ତୁ ବୋଲି। ଏଇଟା ନିଶ୍ଚିତ ଭାବରେ ସାରା ଓଡ଼ିଶାର ଗୋଟା ରହିବ। କିନ୍ତୁ ଆ ପଛରେ ରାଜନୈତିକ କାରଣ ମଧ୍ୟ ରହିଛି। ଗୋଟେ କଥା ହଉଛି ସେ ଚାଲି ଯାଉଥିବା ପରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଯୋଉ ଆସିବେ ସିଏ ସରକାର ଉପଲବ୍ଧି କହିବେ, କିନ୍ତୁ ମୋର ଦୃଢ ବିଶ୍ୱାସ ସେ ଚାଲିଯିବା ପରେ ଗତ ସରକାର ବିଷୟରେ ବିଶେଷ କଥା କୌଣସି କଥା ସେ ଗଲା ନିର୍ବାଚନ ଯାହା କହିଛନ୍ତି ହୁଏତ କୌଣସି କଥା କହିବେନି। ନବୀନ ପଟ୍ଟନାୟକ ଆକ୍ଷେପ କଲା ଭଳିଆ କୌଣସି ବକ୍ତବ୍ୟ କାଲି ଆପଣ ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ଶୁଣିବେନି, ତାଙ୍କ ଶାସନକୁ ଆକ୍ଷେପ କଲା ଭଳିଆ କଥା ଶୁଣିବେନି। କିନ୍ତୁ ଆର ଆଉ ଗୋଟେ ବଡ ଦିଗ ଅଛି ଯୋଉଟା ନବୀନ ପଟ୍ଟନାୟକ ପବ୍ଲିକଲି ପୋଷ୍ଟ କଲେ। ଆପଣ ଜାଣିଛନ୍ତି ଗତ କେତେ ଦିନ ଭିତରେ, ଗତ କିଛି ମାସ ଭିତରେ ବିଜେପି ଗୋଟେ ଆଭ୍ୟନ୍ତରୀଣ ଅସନ୍ତୋଷ କିଛି କିଛି ପରିମାଣରେ ଦେଖାଦେଇଛି। ଅସନ୍ତୋଷର ମୁଖ୍ୟ କାରଣ ହେଲା କଣ? ମୁଖ୍ୟ କାରଣ ହେଲା ଯୋଉଦ୍ୱାରା ତାଙ୍କର ଦଳ ପୁନର୍ଗଠନ ହେଲା, ଦଳ ପୁନର୍ଗଠନ ନିର୍ବାଚନ କିଛି ହେଲା, ମାନେ ନମିନେସନ ହେଲା, ପିଏସି ଗଠିତ ହେଲା। ଆପଣ କଣ ଦେଖିଲେ ନା ଯୋଉମାନେ ପାଣ୍ଡିଆନଙ୍କ ସାଙ୍ଗରେ ଘନିଷ୍ଠତା ରକ୍ଷା କରିଥିଲେ ବା ତାଙ୍କ ନେଇକି ତାଙ୍କର ବିଷୟରେ ବିଶେଷ ପ୍ରଶ୍ନ କରୁନଥିଲେ ସେମାନଙ୍କୁ ବିଶେଷ ଥଇଥାନ କରାଯାଇଛି। ଇଭେନ ପଲିଟିକାଲ ଆଫେୟାର୍ସ କମିଟିରେ ଯୋଉମାନଙ୍କୁ ନିଆଯାଇଛି, ପଲିଟିକାଲ ଆଫେୟାର୍ସ ହଉଛି କଣ, ଦଳର ସେକେଣ୍ଡ ରାଙ୍କ ଲିଡରସିପ, ଦଳର ଦ୍ୱିତୀୟ ଶ୍ରେଣୀ ନେତୃତ୍ୱ ସୃଷ୍ଟି କରିବା ପାଇଁ ପିଏସି ଇଜ ଭେରି ପାୱାରଫୁଲ ବଡି, ପଲିଟିକାଲ ବଡି ଇନ୍ ଆସେଟ୍। ସଭାପତି ଯାହା ନିଷ୍ପତ୍ତି ନେବେ ପିଏସି ର ପରାମର୍ଶକ ନେବେ ଇନ୍ ଦିସ୍ ଗ୍ରୁପ। ତ ପିଏସି ରେ ଅନେକ ସିନିୟର ଲୋକଙ୍କୁ ନ ନିଆଯାଇ ଯୋଉମାନଙ୍କୁ ନିଆଯାଇଛି, ଯୋଉମାନଙ୍କର ମୁଖ୍ୟତଃ ପାଣ୍ଡିଆନ ସହିତ ଘନିଷ୍ଠତା ଥିଲା ବା ପାଣ୍ଡିଆନ ନେଇ ଯୋଉମାନେ ପ୍ରଶ୍ନ କରନ୍ତି ନାହିଁ ସେମାନେ ତ ମୁଖ୍ୟତଃ ଅଛନ୍ତି। ସେଥିପାଇଁ ଦଳର କିଛି ସିନିୟର ଲୋକ ଭିତରେ ଅସନ୍ତୋଷ ଥିଲା। ଦ୍ୱିତୀୟ ଅସନ୍ତୋଷର କାରଣ ହେଲା ଯେ ବର୍ତ୍ତମାନ ଗୋଟିଏ ବର୍ଷ ହେଇଛି ମୋହନ ଚରଣ ମାଝୀଙ୍କ ସରକାର, ବିଜେପି ସରକାର, ଆଉ ତାଙ୍କ ହାତରେ 4 ବର୍ଷ ସମୟ ଅଛି ଏବଂ ବିଜେଡି କି ଆଉ 4 ବର୍ଷ କାଳ ବିରୋଧୀ ଆସନରେ କାମ କରିବାକୁ ପଡିବ। ଯଦି ବିରୋଧୀ ଆସନ କାମରୁ ଅଧିକାଂଶ ଲୋକଙ୍କର ବିଜେଡି ଅଧିକାଂଶ ଅନେକ ଲୋକ କର୍ମକର୍ତ୍ତାଙ୍କର ଫିଲିଂ ହଉଛି ଯେ ନବୀନ ପଟ୍ଟନାୟକଙ୍କର ଦଳ ଭିତରେ ଗୋଟେ ବିକଳ୍ପ ନାହିଁ, କିନ୍ତୁ ନବୀନ ପଟ୍ଟନାୟକ 5 ବର୍ଷ କାଳ ଏ ବିରୋଧୀ ଦଳ ନେତା ହିସାବରେ ଭୂମିକା ଗ୍ରହଣ କରିପାରିବେ ନା ନାହିଁ, ତାଙ୍କର ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ, ତାଙ୍କର ବୟସ ଯୋଗୁଁ। କାରଣ ସେତେବେଳକୁ ତାଙ୍କ ବୟସ 82 ହେଇଥିବ, 82-84 ହେଇଥିବ, 83 ଇୟର୍ସ ହେଇଥିବ। ସେ 83 ବର୍ଷରେ ନେତୃତ୍ୱ ନେଇ ଦଳକୁ କ୍ଷମତାକୁ ଫେରେଇ ଆଣିବାରେ କେତେ ଦୂର ସକ୍ଷମ ହେବେ? ଆଉ ଯୋଉ ରାଜନେତା କୋଉମାନେ ବେଶୀ ଅସୁଖୀ ଅଛନ୍ତି, ଯୋଉ ରାଜନେତା ମାନେ ବିଜେଡିର ବିଜୁ ପଟ୍ଟନାୟକ ଅପୋଜିସନ ପଲିଟିକ୍ସ ଦେଲା ବେଳେ ଯୋଉ ଧରଣ ରାଜନୀତି ଦେଖିଛନ୍ତି ସେମାନେ, ବିଜୁ ପଟ୍ଟନାୟକ ଯୋଉ ଧରଣ ରାଜନୀତି କରୁଥିବା ଦେଖିଛନ୍ତି, ସେଇ ଧରଣ ରାଜନୀତି ମାନେ ଚାହୁଁଛନ୍ତି, ସେ ଜାଣିଛନ୍ତି ନବୀନ ପଟ୍ଟନାୟକ ସେଥିପାଇଁ ସେ କାର୍ଯ୍ୟ କରିପାରିବେ। ନବୀନ ପଟ୍ଟନାୟକ ସେଇ ଧରଣ ବିରୋଧୀ ରାଜନୀତି କରିପାରିବେ ନାହିଁ। ଫିଜିକାଲି, ବୟସ ୱାଇଜ, ଫିଜିକାଲି ସବୁ ଦୃଷ୍ଟିରୁ ସେ ଏ କ୍ଷେତ୍ରରେ ଅକ୍ଷମ ହେବେ ବୋଲି ଅଧିକାଂଶ ଲୋକଙ୍କ ଧାରଣା। ତେଣୁ ସେଇଟା ଯୋଗୁଁ ଦଳ ଭିତରେ ସବୁବେଳେ ଗୋଟେ ଚାଲିଛି ଯେ କିଛି ବିକଳ୍ପର ବନ୍ଦୋବସ୍ତ ନେଇକି ଆଲୋଚନା ଚାଲୁଛି, ଗୋଷ୍ଠୀ ହଉଛନ୍ତି, କଥାବାର୍ତ୍ତା ହଉଛନ୍ତି, କିନ୍ତୁ କେହି ନିର୍ଦ୍ଦିଷ୍ଟ ରୂପରେଖ ନାହିଁ। ତାର ମୁଖ୍ୟ କାରଣ ହଉଛି
गोटे बड़ कथा हूँ नवीन पट्टनायक फिजिकाली फिट नाहांती जी कि ए दल को 5 वर्ष काल विरोधी दलर भूमिका नहीं पार विरोधी दल भूमिका माने कौन सब अंचल को जीवे सबुठी विरोधी दल नेतृत्व नेबे करेंगे सेवा करेंगे जे निजर कहते ओडिशा चारिआड जी जापारे वर्ष भितर जापार ना तेणु से दृष्टि यहीटा कि पोस्ट करी नवीन पट्टनायक गोटे कथा निश्चित भाव कर दलर कर्मी मान को मेसेज देइछंती कौन मेसेज देइछंती जे मु जाउची मोर स्वास्थ्यावस्था अच्छी मुझे सर्जरी पे जाउची एवं अनेक भावुचंती ही मे कम बैक फिट से फिट हे फेरी आसिले से दल भितर नुआ उत्साह भी हम नेचुराली एवं यही समय भितर दल भितर कहीं गोटा विकल्प की चिंता न करू स्वास्थ्य न करू किसी ये न करू केमती होता आप विदेश जाइला बेले राजमोहन महापात्र बेले जोटा होता से बेले कौन स्कैंडल कहीं न करूँ ये गोटे वार्ता देदेले निजे से हिसाब से प्रथम थर पर स्वास्थ्य अवस्था नहीं कि सी साधारण पोस्ट कले एवं से कथा नवीन पट्टनायक जानते से क्षमता जापारे ओडिशा गोटे पपुलारिटी